ଅଭିଜିତ ଦାଦାଙ୍କ ମୃତ୍ୟୁ ପରେ କାନ୍ଦି ଗଡ଼ୁଛନ୍ତି ତାଙ୍କ ସ୍ତ୍ରୀ। କେଉଁ କାରଣ ପାଇଁ ଦାଦାଙ୍କର ଅକାଳରେ ମୃତ୍ୟୁ ହେଲା? ଅଭିଜିତ ଦାଦାଙ୍କ ମୃତ୍ୟୁ ପୂର୍ବରୁ ସ୍ତ୍ରୀଙ୍କୁ ଶେଷ କଥା ସେ କ'ଣ କହିଥିଲେ? ଆଉ ନାହାନ୍ତି ଅଭିଜିତ ଦାଦା ସତ, ହେଲେ ଛାଡ଼ି ଯାଇଛନ୍ତି ତାଙ୍କ ସ୍ମୃତି। ହଁ ଦର୍ଶକ ବନ୍ଧୁ, ଅଭିଜିତ ମଜୁମଦାର ବା ଦାଦାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ସ୍ତ୍ରୀକୁ ସେ ଏପରି ଏକ ଶେଷ କଥା କହିଯାଇଛନ୍ତି। ଯେତେବେଳେ ସିଏ ମେଡ଼ିକାଲରେ ଶୋଇ ମୃତ୍ୟୁ ସହ ଲଢ଼େଇ କରୁଥିଲେ, ସେତେବେଳେ ଅଭିଜିତ ଦାଦା ତାଙ୍କ ସ୍ତ୍ରୀଙ୍କୁ ପାଖକୁ ଆସିବାକୁ କହିଥିଲେ। ଆଉ ସ୍ତ୍ରୀ ପାଖକୁ ଗଲା ପରେ ଅଭିଜିତ କହିଥିଲେ ତାଙ୍କର ଶେଷ କଥା। ଆଉ ଯେଉଁ ଶେଷ କଥା କହି କହି କାନ୍ଦି ଗଡ଼ୁଛନ୍ତି, ମୁଣ୍ଡ ପିଟୁଛନ୍ତି ତାଙ୍କ ସ୍ତ୍ରୀ। ଆଉ କେବଳ ସେଇ କଥାକୁ ଧରି ସ୍ତ୍ରୀ କାନ୍ଦି ବୋବାଳି ଛାଡ଼ୁଛନ୍ତି। କାନ୍ଦି କାନ୍ଦି ସ୍ତ୍ରୀ ସବୁ କହୁଛନ୍ତି କି ସେ ମୋ ସ୍ୱାମୀଙ୍କର ମୃତ୍ୟୁ ପୂର୍ବରୁ ସେ ମୋତେ ପାଖକୁ ଡାକିଥିଲେ, ଆଉ ମୋ କାନରେ ଏହି ଶେଷ କଥା କହିଥିଲେ, ଆଉ ତାପରେ ଏହି ଦୁନିଆକୁ ଛାଡ଼ି, ଆମ ସମସ୍ତଙ୍କୁ ଛାଡ଼ି, ଓଡ଼ିଶାବାସୀଙ୍କୁ ଛାଡ଼ି ଆର ପାରିକୁ ଚାଲି ଯାଇଥିଲେ। ଦର୍ଶକ ବନ୍ଧୁ, ପ୍ରଥମେ ହ୍ୟୁମାନ ସାଗରକୁ ହରାଇ କାନ୍ଦୁଥିଲା ଓଡ଼ିଶାବାସୀ, ଆଉ ଏବେ ଆଉ ଜଣେ ସିଙ୍ଗର ବା ନିର୍ଦ୍ଦେଶକକୁ ହରାଇ ପସ୍ତାଉଛି ଓଡ଼ିଶାବାସୀ। ଓଡ଼ିଆ ଇଣ୍ଡଷ୍ଟ୍ରିରେ ଗୋଟେ ପରେ ଗୋଟେ ଅକାଳରେ ମୃତ୍ୟୁ ହେବାରେ ଲାଗିଛି। ଅଭିଜିତ ଦାଦା ଭଲ ନିର୍ଦ୍ଦେଶକ ଓ ଭଲ ସିଙ୍ଗର ହେବା ସହ ହୃଦୟରୁ ମଧ୍ୟ ସେ ଜଣେ ଭଲ ମଣିଷ ଥିଲେ। ହେଲେ ଦର୍ଶକ ବନ୍ଧୁ, ଆମେ ଜାଣିବା କି କେଉଁ ଶେଷ କଥା ଅଭିଜିତ ଦାଦା ମୃତ୍ୟୁ ପୂର୍ବରୁ ତାଙ୍କ ସ୍ତ୍ରୀକି କହିଥିଲେ? ଦର୍ଶକ ବନ୍ଧୁ, ଆମେ ସମସ୍ତେ ଜାଣିଛନ୍ତି ଯେ ସେ ତାଙ୍କ ସ୍ତ୍ରୀଙ୍କୁ ନିଜ ଠାରୁ ବି ସବୁଠାରୁ ଅଧିକ ଭଲ ପାଉଥିଲେ। ସେ ତାଙ୍କ ସ୍ତ୍ରୀଙ୍କୁ ପାଖକୁ ଡାକି କହିଥିଲେ କି ତୁ ଜମାରୁ ବ୍ୟସ୍ତ ହନା, ମୋର କିଛି ବି ହେବନି, ମୁଁ ଜଲ୍ଦି ଭଲ ହୋଇଯିବି, ଆମେ ମିଶିକି ଘରକୁ ଯିବା, ପୁଣି ଥରେ ନୂଆ କରି ଆରମ୍ଭ କରିବା ଆମ ସୁନାର ସଂସାର। ଆଉ ଅଭିଜିତ ଦାଦା ଆର ପାରିକୁ ଗଲା ପରେ ତାଙ୍କ ସ୍ତ୍ରୀ ମୁଣ୍ଡ ପିଟି କାନ୍ଦି କାନ୍ଦି କହୁଛନ୍ତି କି ମୋତେ କଥା ଦେଇ ଠକିଦେଲେ, ଏମିତି କହି କାନ୍ଦୁଛନ୍ତି ତାଙ୍କ ସ୍ତ୍ରୀ। ତାଙ୍କ ମୃତ୍ୟୁ ପରେ ସମସ୍ତଙ୍କ ମନରେ ଦୁଃଖର ଛାୟା ଖେଳି ଯାଇଛି। ପ୍ରଥମେ ହ୍ୟୁମାନ ସାଗର, ଏବେ ଅଭିଜିତ ଦାଦା।